या कुन्देन्दुतुषारहारधवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवैः सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। माँ ଆମେ ଆଜି ଆଲୋଚନା ଆରମ୍ଭ କରିବା ଚିରନ୍ତନୀ ବହିର ପୃଷ୍ଠା 281। ବିଷୟବସ୍ତୁ ଅଛି ମଦ୍ୟପାନ ଓ ଡ୍ରଗ୍ ସେବନ ଆତ୍ମସଂଯମ। ଆ ପୂର୍ବରୁ ଆମେ 280ରେ ଏଇ ଧୂମପାନ ମଦ୍ୟପାନ ଡ୍ରଗ୍ ସେବନ ଉପରେ ଆଲୋଚନା ଆରମ୍ଭ କରିସାରିଥିଲେ। ତାର ସାରାଂଶ ଥିଲା ଏଇଭଳି। କିଛି ଲୋକ ଭାବନ୍ତି ଯେ ଧୂମପାନ ଏବଂ ମଦ୍ୟପାନ ଆଦିର ଆସନ୍ତାକାଲିର ଜୀବନ ସହିତ ସମ୍ପର୍କ ରହିଛି, ତେଣୁ ସେମାନେ ତାକୁ ଗ୍ରହଣ କରନ୍ତି। ମା କହୁଛନ୍ତି କିନ୍ତୁ ଦିନେ ସେମାନେ ଉପଲବ୍ଧି କରିବେ ଯେ ସେମାନେ ସେମାନଙ୍କର କାମନା ବାସନା ଭିତରେ ନିଜକୁ ବନ୍ଦୀ କରିବାକୁ ଚାହାନ୍ତି। ମଦ୍ୟପାନ ଧୂମପାନ ଯୋଉଟା ସେ ଗ୍ରହଣ କରୁଛନ୍ତି ସେଟା କେବଳ କାମନା ବାସନା ଏବଂ ଏହା ଆଉ କିଛି ନୁହେଁ। ଏହା ସେମାନଙ୍କର ବିଚାର ଓ କାର୍ଯ୍ୟ। ଯଦି ସେମାନେ ଏଇ ଅଭିଜ୍ଞତା ଭିତରେ ଗତି କରିବାକୁ ଚାହାନ୍ତି କରନ୍ତୁ ସେମାନେ, କିନ୍ତୁ ଆଶ୍ରମ ସେଇ ଅଭିଜ୍ଞତା ପାଇଁ ପ୍ରଶସ୍ତ ନୁହେଁ। ଈଶ୍ୱରଙ୍କୁ ଧନ୍ୟବାଦ ରହି ମା କହୁଛନ୍ତି ଆଶ୍ରମ ରହି ଆମେ ଶିଖିଛୁ ଯେ ଜୀବନର ଅର୍ଥ ଆଉ କିଛି। ଯଥାର୍ଥ ଜୀବନର ଉଦ୍ଦେଶ୍ୟ ନୁହଁ ନିଜର କାମନା ବାସନା ଚରିତାର୍ଥ କରିବା। ତାପରେ କହୁଛନ୍ତି ଡ୍ରଗ୍ସ ଖାଇ ଏକ ଅଲୌକିକ ଅନୁଭୂତି ବା ଉପଲବ୍ଧି ଯୋଉମାନେ ପାଆନ୍ତି, ଆହୁରି ସ୍ପଷ୍ଟ ଓ ଭଲ ଭାବେ, ଆହୁରି ଶୁଦ୍ଧ ଓ ଗଭୀର ଭାବେ, ସଚେତନ ଓ ନିୟନ୍ତ୍ରିତ ଭାବରେ ଡ୍ରଗ୍ସ ସେବନ ବିନା ଅନ୍ୟ ଉପାୟରେ ମଧ୍ୟ ସମ୍ଭବ ହୋଇପାରିବ। କଥା ହେଲା ଜଣେ ନିଜକୁ ସଂଯତ କରିବା ଉଚିତ। ତାପରେ କହୁଛନ୍ତି ମୁଁ ଏଠି ନୀତି ଶିକ୍ଷା ପ୍ରଚାର କରିବାକୁ ଯାଉନି, ବିଷୟ କରିବା ଅପେକ୍ଷା ଏହା ଅଧିକ କଷ୍ଟକର କଥା। କୋଉଟା? ନିଜକୁ ସଂଯତ କରିବା ଟିକେ କଷ୍ଟକର କଥା, କିନ୍ତୁ ସଂଯତ କରି ଯଦି ଅଲୌକିକ ଅନୁଭୂତି ବା ଉପଲବ୍ଧିର ପ୍ରୟାସ ଜାରି ରଖୁ ଆମେ, ତେବେ ଆମେ ଆହୁରି ଶୁଦ୍ଧ ଭାବେ, ଆହୁରି ସ୍ପଷ୍ଟ ଭାବେ, ଗଭୀର ଭାବେ ଆମେ ସେ ଉପଲବ୍ଧି ଗୁଡ଼ିକ ପାଇପାରିବା। ଆଜି ଆମେ 3ଟା ବିଷୟ ଏକା ସାଙ୍ଗରେ ଆଲୋଚନା କରିବା। ଏଇ ବିଷୟରେ ଯୋଉଗୁଡାକ ରହିଛି 281, 82 ଆଉ 83। ଫାଷ୍ଟ ଆମେ ଅଲରେଡି ଆଲୋଚନା କରିସାରିଛନ୍ତି, ତେଣୁ ଆମେ ଜାଣିଛନ୍ତି ମଦ୍ୟପାନ ଓ ଡ୍ରଗ୍ସ ସେବନ ଆମକୁ କିପରି ପ୍ରଭାବିତ କରେ ଆମ ଜୀବନକୁ। ଲେଖୁଛନ୍ତି ଲୋକ ଅଛନ୍ତି ଯେଉଁମାନେ ନାନାଦି ଦୁଷ୍କର୍ମରେ ଲିପ୍ତ ଥାନ୍ତି, ଯେକୌଣସି ଦୁଷ୍କର୍ମରେ ଲିପ୍ତ ରହିଥାନ୍ତି। ଯଥା କେହି କେହି ମଦ୍ୟପାନ କରନ୍ତି, ଆଉ କେହି ଡ୍ରଗ ଇଞ୍ଜେକ୍ସନ ନିଅନ୍ତି। ଅଥଚ ସେମାନେ ଭଲ ଭାବେ ଜାଣନ୍ତି ଯେ ଏହି ଦୁରଭ୍ୟାସ ସେମାନଙ୍କୁ ଧ୍ୱଂସ ଓ ମୃତ୍ୟୁ ଆଡକୁ ଆଗେଇ ନେଉଛି, କିନ୍ତୁ ସେମାନେ ଜାଣି ଜାଣି ଏପରି ଜୀବନ ବାଛନ୍ତି। ତେଣୁ ପ୍ରଶ୍ନ ଉଠେ ସେମାନଙ୍କର ନିଜ ଉପରେ କଣ କୌଣସି ସଂଯମ ନଥାଏ? ଉତ୍ତର ପ୍ରଶ୍ନ ହଉଛି ସେମାନଙ୍କର ନିଜ ଉପରେ କୌଣସି ସଂଯମ ନଥାଏ। ମା ଉତ୍ତରରେ ଲେଖୁଛନ୍ତି ପ୍ରତି ବ୍ୟକ୍ତିର ଜୀବନରେ ସବୁ ମୁହୂର୍ତ୍ତରେ ଆତ୍ମସଂଯମର ଶକ୍ତି ରହିଛି। ଯଦି କେହି ଥରେ ମାତ୍ର ହଁ ବୋଲି କହିନଥାଏ, ଯଦି ଜଣେ ସିଦ୍ଧାନ୍ତ ନେଇ ନଥାଏ ସେଇ କଥାଟି କରିବ ବୋଲି, ତେବେ ସେ ତାହା କେବେ କରିନଥାନ୍ତା। ଏପରି ଜଣେ ହେଲେ ମଣିଷ ନାହିଁ ଯେ କି ତା ଉପରେ ଲଦି ହୋଇ ପଡୁଥିବା କୌଣସି ବିଷୟକୁ ନିଜ କାନ୍ଧରୁ ଝାଡି ଦେବାର ଶକ୍ତି ବା କ୍ଷମତାର ଅଧିକାରୀ ନୁହେଁ। ଯଦି ତାକୁ ଏହା କରିବା ପାଇଁ ସ୍ୱାଧୀନତା ଦିଆଯାଇଥାଏ,
ଲୋକେ କହିବାର ଶୁଣାଯାଏ, ମୁଁ ଏହା ନକରି ଆଉ କିଛି କରିପାରିବି ନାହିଁ। ଏପରି କହିବାର କାରଣ ହେଲା ସେମାନଙ୍କର ହୃଦୟର ଗଭୀରତାରେ ସେମାନେ ଅନ୍ୟ କିଛି କରିବାକୁ ଚାହାନ୍ତି ନାହିଁ। ସେମାନେ ସେମାନଙ୍କର ଦୁଷ୍କର୍ମର କ୍ରୀତଦାସ ହେବାକୁ ସର୍ବଦା ସମ୍ମତ ଥାନ୍ତି। ଗୋଟିଏ ମୁହୂର୍ତ୍ତ ଥାଏ ଯେତେବେଳେ ସେମାନେ ଦୁଷ୍କର୍ମ କରିବାକୁ ସ୍ୱୀକାର କରିନେଇଥାନ୍ତି। ମା ଯାହା କହୁଛନ୍ତି ଆମେ ତାକୁ ଆଉ ଟିକେ ସଂକ୍ଷେପରେ ଆଲୋଚନା କରିଦବା। ମା କହିଲେ ଅନେକ ଲୋକ ଅଛନ୍ତି ଯୋଉମାନେ ମଦ୍ୟପାନ, ଡ୍ରଗ୍ସ ସେବନ ଏସବୁ କରନ୍ତି। ସେମାନେ ଆରି ଭିତରେ ସେମାନେ ନିଜକୁ କଣ କରିଥାନ୍ତି ନା ଲିପ୍ତ ରଖିଥାନ୍ତି। କିନ୍ତୁ ସେମାନେ ଜାଣନ୍ତି ଯେ ଏଇ ଯୋଉଗୁଡାକ ସେ କରୁଛନ୍ତି ସେଗୁଡାକ ଠିକ ନୁହଁ, ସେମାନଙ୍କୁ ଧ୍ୱଂସ ଓ ମୃତ୍ୟୁ ଆଡକୁ ଆଗେଇ ନଉଛି। କିନ୍ତୁ ସେମାନେ ଜାଣି ଜାଣି ଏପରି ଜୀବନ ବାଛିଥାନ୍ତି। ତେଣୁ ନିଶ୍ଚୟ ପ୍ରଶ୍ନ ଆସିଛି, ଜାଣି ଜାଣି ଜଣେ କେମିତି ନିଜକୁ ମୃତ୍ୟୁ ଆଡକୁ ନବ? ତାଙ୍କର କଣ ସଂଯମ ନଥାଏ? ମା ସେଠି ସ୍ପଷ୍ଟ କରିଦଉଛନ୍ତି। କେବଳ ଏଇ କଥା ନୁହଁ, ସବୁ କଥାରେ, ସବୁ ନିଜ ଜୀବନର କ୍ଷେତ୍ରରେ, ପ୍ରତ୍ୟେକ ମୁହୂର୍ତ୍ତରେ, ସବୁ ମୁହୂର୍ତ୍ତରେ ମା ଲେଖିଛନ୍ତି ସେଥିପାଇଁ ଜୀବନରେ ସବୁ ମୁହୂର୍ତ୍ତରେ ଜଣଙ୍କ ପାଖରେ ସାମର୍ଥ୍ୟ ରହିଛି, ଶକ୍ତି ରହିଛି। ଏବଂ ଏଇଟା ଗୋଟେ ବଡ କଥା ହଉଛି, ଯାହାର ସାମର୍ଥ୍ୟ ଏବଂ ଯାହାର ଶକ୍ତି ଯେତିକି, ସେଇ ଅନୁପାତରେ ହିଁ ତାକୁ ତା ଜୀବନରେ ସଂଘର୍ଷ କରିବାକୁ ପଡେ। ଅଧିକ ଆସେ 2 କ୍ଲାସ ପିଲାଙ୍କୁ କେବେ ବି 5 କ୍ଲାସରେ ପାଠ ଦିଆଯାଏ। 2 କ୍ଲାସ ପିଲାଙ୍କୁ 2 କ୍ଲାସରେ ପାଠ ଥାଏ। ସେ ଯେତେ ଯେତେ ଆଗେଇ ଆଗେଇ ଯିବେ ସେତେ ସେତେ ଉପର କ୍ଲାସର ତାଙ୍କ ପାଖରେ ପାଠ ପଢା ବା ଟ୍ୟାକ୍ସ ପଡିବ। କିନ୍ତୁ ସବୁ ମୁହୂର୍ତ୍ତରେ ଜଣଙ୍କର ଶକ୍ତି ରହିଛି, ଆତ୍ମସଂଯମର ଶକ୍ତି ଥାଏ। ତା ପାଖରେ ସେ ସ୍ଵାଧୀନତା ଥାଏ, ସେ କୋଉଟାକୁ ବାଛିବ। କିନ୍ତୁ ଆମେ କୌଣସି ମୁହୂର୍ତ୍ତରେ ଯଦି ହଁ ବୋଲି କହିନଥାଉ, ତେବେ ସେ କାମଟି ହୁଏ ନାହିଁ। ଯେତେବେଳେ ଆମେ ହଁ କହୁ, ତେଣୁ ସେ କାର୍ଯ୍ୟ ଆମେ କରିଥାଉ। ସେଥିପାଇଁ ଯଦି କେହି ଥରେ ମାତ୍ର ହଁ ବୋଲି କହିନଥାଏ, ଯଦି ଜଣେ ସିଦ୍ଧାନ୍ତ ନେଇନଥାଏ ସେଇ କଥାଟି କରିବ ବୋଲି, ତେବେ ସେ ତାହା କେବେ କରିନଥାନ୍ତା। ତେଣୁ ଯେତେବେଳେ ବି ହଉ, ତାପରେ ଅଛି ଯେ ଏଇ ଯେତେବେଳେ ଆରମ୍ଭ ହବ, ଯେତେବେଳେ ଡ୍ରଗ୍ସ ସେବନ ଆରମ୍ଭ ହୁଏ ବା କିଏ ଜଣେ ତାକୁ କହେ ଟିକେ ଚାଖୁନୁ, ସେଇ ମୁହୂର୍ତ୍ତରେ ଶରୀର ପ୍ରତିକ୍ରିୟାଶୀଳ ହୁଏ। ଏଇ ସ୍ଵାଧୀନତାର ବା ସଂଯମ, ଏଇ ଦୁଇଟା କଥାର ଯୋଉ କଥା ଆମେ ଆଲୋଚନା କରୁଥିଲେ, ମା ସେଥିପାଇଁ କହୁଛନ୍ତି ଯେ ଏମିତି କୌଣସି ମଣିଷ ନାହିଁ ଯାହାର ଶକ୍ତି ବା କ୍ଷମତାର ନାହିଁ ଯେ ତା ଉପରୁ ଯୋଉ ଘଟଣା ଆସୁଛି ସେ ତାକୁ ଝାଡି ଦେଇ ପାରିବ ବା ସେଥିରୁ ମୁକ୍ତ ହେଇପାରିବ। ତେଣୁ କୌଣସି ବିଷୟକୁ ନିଜ କାନ୍ଧରୁ ଝାଡି ଦେବାର ଶକ୍ତି ବା କ୍ଷମତାର ଅଧିକାରୀ ନୁହେଁ, ଏମିତି କିଏ ମଣିଷ ନାହାନ୍ତି। ତାକୁ ସ୍ୱାଧୀନତା ଦିଆହେଇଛି, ସାମର୍ଥ୍ୟ ଦିଆହେଇଛି, ତେଣୁ ସେ ଯାହା ସ୍ଥିର କରିଛି। ଆଉ ଯୋଉ ଲୋକେ ଯିଏ କହନ୍ତି ଯେ ମୁଁ ଏହା କରିପାରୁନାହିଁ, ଏହା ହଉଛି ଖାଣ୍ଟି ମିଛ। ତା ଭିତରେ ତା ପ୍ରତି ଏକ ଦୁର୍ବଳତା ରହିଥାଏ। ଯେମିତି ଆପଣ ଦେଖିବେ, ଯେତେବେଳେ ଜଣେ ହଷ୍ଟେଲରେ ରହିଥାନ୍ତି ପିଲା ବା ଦୂରରେ ରହିଥାନ୍ତି, ସେତେବେଳେ ସେମାନେ ସାଧାରଣତଃ ଟିକେ ଛୁଟି କରିଲେ ହେଲେ ଘରକୁ ଟିକେ ଅଧିକ ଦିନ ଯିବେ, ଏ ଆଶାଟା ଥାଏ। ଆଉ ସେମିତି ଘରେ ଯଦି କାହାକୁ ଜଣକୁ ଜର ହେଇଛି ବା ଦେହ ଖରାପ ହେଇଛି, ତାକୁ ମା ଖୁଆଇ ଦଉଛି, ତାର ଅଧିକ ଦାୟିତ୍ୱ ନିଆ ହଉଛି, ସେତେବେଳେ ବି ଆମ ଭିତରେ ଗୋଟେ ଭାବ ଆସେ, ମତେ ଟିକେ ଜର ହନ୍ତାନି, ମୋ ଦେହ ଟିକେ ଖରାପ ହୁଅନ୍ତାନି, ମୁଁ ବି ଟିକେ ଘରକୁ ଯାଆନ୍ତି, ମା ଏମିତି ମତେ ଗେହ୍ଲା କରି ଖୁଆଇ ଦିଅନ୍ତା, ଇତ୍ୟାଦି ଇତ୍ୟାଦି। ଏଇଟା ଗୋଟିଏ ଉଦାହରଣ ଦେଲି, କିନ୍ତୁ ଯଦି ଆମର ପ୍ରତ୍ୟେକ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଦେଖିବା, ପ୍ରକାରାନ୍ତରେ ମାନେ ପଶ୍ଚାତ ଭାବରେ ଆମ ଭିତରେ ଏକ ଦୁର୍ବଳତା ଥାଏ, ଯେ ସେଇ ପ୍ରକାରର ଘଟଣା ଘଟନ୍ତାନି। ତେଣୁ ଯେତେବେଳେ ମଦ୍ୟପାନ ବା ଡ୍ରଗ୍ସ ସେବନ କଥା ଆରମ୍ଭ ହଉଛି ବା ତମାଖୁ କଥା ଆରମ୍ଭ ହଉଛି, ଲୋକେ ଯୋଉ କହନ୍ତି ଯେ ମୁଁ ଏହା ବନ୍ଦ କରି ପାରୁନାହିଁ, ଯେମିତି ସବୁ କହନ୍ତି, ଆରେ ବର୍ତ୍ତମାନ ଷ୍ଟାଟସ ହେଲାଣି, ଗୋଟେ ଅଫିସିଆଲ ମିଟିଂ ହେଇଛି, ତମେ ଗଲା ମାନେ ତମକୁ ମଦ ଯାଚିବେ। ତମେ ଗୋଟେ କମନ ସେନ୍ସ ନାହିଁ, ତମେ କଣ ତାକୁ
ମନା କରିଦବ, ଅଳ୍ପ ଟିକେ ପିଇଦବ, କଣ ଅସୁବିଧା ଅଛି? ସେଇ ଅଳ୍ପ ଟିକରୁ ଆରମ୍ଭ ହୁଏ। ତା ମାନେ ସେତେବେଳେ ତୁମେ ଯୋଉ ପ୍ରକାରର ନା ନିଅ ନା କାହିଁକି, ତମର ସମ୍ମତି ରହିଲା, ଅଳ୍ପ ଟିକେ ଆଜି ପିଇଲ, ଧୀରେ 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 ଅଭ୍ୟାସ କରି ବଢିବ। ଏପରି କହିବାର କାରଣ ହେଲା, ମା ଲେଖୁଛନ୍ତି, ସେମାନଙ୍କର ହୃଦୟର ଗଭୀରତାରେ ସେମାନେ ଅନ୍ୟ କିଛି କରିବାକୁ ଚାହାନ୍ତି ନାହିଁ। ସେମାନେ ସେମାନଙ୍କ ଦୁଷ୍କର୍ମର କୀଟଦାସ ହେବାକୁ ସର୍ବଦା ସମ୍ମତ ଥାନ୍ତି। ଗୋଟିଏ ମୁହୂର୍ତ୍ତ ଥାଏ ଯେତେବେଳେ ସେମାନେ ଦୁଷ୍କର୍ମକୁ ସ୍ୱୀକାର କରିନେଇଥାନ୍ତି। ଯୋଉ ଅଫିସିଆଲ ମିଟିଂରେ ଯାଇଛ, ତମେ ତମ ବସ୍କୁ ଖୁସି କରିବା ପାଇଁ ମଦ୍ୟପାନ କରିବା କଣ ନିହାତି ଦରକାର? ସେମାନେ ସେତେବେଳେ ତାକୁ ସ୍ୱୀକାର କରିନିଅନ୍ତି, ବସ ତା ସ୍ୱୀକାର କରିନିଅନ୍ତି। ସେମାନଙ୍କ ଭିତରେ ନଥାଏ, ସେ ସତ୍ସାହସ ନଥାଏ, ବା ଅନ୍ୟ କିଛି କରିବାକୁ ସେମାନେ ଚାହାନ୍ତି। ମନା କରିଦେବି, ଯାହା ହବ ହବ, କଣ ହେଇଗଲା? ସେମାନେ ମତେ କହିବେ ତ, କଣ କହିବେ? ଏ କଣ ଏ ଗାଉଁଲି ଭଳିଆ ହଉଛି, ଡରପୋକ କୋଟିକାର, କଣ ପିଇଦେଲେ ନିଜ ଉପରେ ତୋର ନିୟନ୍ତ୍ରଣ ନାହିଁ? ଭଲ ଭଲ ଭାଷଣ ବି ଦେବେ, କିନ୍ତୁ ସେମାନଙ୍କ ପାଖରେ ନିଜେ କୌଣସି ସମ୍ମତି ନ ଦେଇ, ନିଜ ଉପରେ ନିୟନ୍ତ୍ରଣ ରଖି, ତାକୁ ଗ୍ରହଣ ନ କରିବାକୁ ଯଦି ସଂକଳ୍ପବଦ୍ଧ ଥାଅ, ତାହେଲେ ମନା କରି ପାରିହବ। କିନ୍ତୁ ଆମ ଭିତରେ ତା ପ୍ରତି ଗୋଟେ ସ୍ୱୀକାର ବୋଧ ଥାଏ। ସେଥିପାଇଁ ମା ବାରମ୍ବାର କହୁଛନ୍ତି, କଣ କହୁଛନ୍ତି, ଯେ ତୁମ ଭିତରେ, କହୁଛନ୍ତି, ଗୋଟିଏ ମୁହୂର୍ତ୍ତ ଥାଏ ଯେତେବେଳେ ସେମାନେ ଦୁଷ୍କର୍ମକୁ ସ୍ୱୀକାର କରିନେଇଥାଏ, ଯୋଉ ଉପାୟରେ ବି ହଉ, ଯୋଉ ନା ନେଇକି ହଉ, ଯେତେ ପ୍ରକାର ଏକ୍ସକ୍ୟୁଜ ଦେଇକି ହଉ, ସ୍ୱୀକାର କରିନେଇଥାନ୍ତି। ଆମକୁ ସେଥିରୁ ମୁକ୍ତ ହେବାକୁ ପଡିବ, ସ୍ୱୀକାର ନ କରିବାକୁ ପଡିବ। ଆମେ ଟିକେ ପଢିଦବା, ତାପରେ ଯଦି ଥିବ ଆଲୋଚନା ଟେ। ଆଲକୋହଲ ଓ ସୁରାସାର ବିଷୟରେ ମା କଣ କହୁ? ଆଲକୋହଲ ମାନେ ମଦ। ଆଲକୋହଲ, ଆଲକୋହଲରେ ବିଷ ଅଛି, ଧୂଆଁ ପତ୍ରରେ ବିଷ ଅଛି। ପୃଷ୍ଠା 282 ମା ଲେଖୁଛନ୍ତି, ଆଲକୋହଲରେ ବିଷ ଅଛି, ଧୂଆଁ ପତ୍ରରେ ବି ବିଷ ରହିଛି, ଏବଂ ଏହି ବିଷ ମଣିଷର ଜୀବକୋଷ ଭିତରକୁ ପ୍ରବେଶ କରେ ଏବଂ ସେଗୁଡ଼ିକର କ୍ଷତି କରେ। ଆଲକୋହଲ କେବେ ବି ସମୁଦାୟ ଶରୀରରୁ ବାହାରି ଯାଏ ନାହିଁ ବୋଲି କୁହାଯାଏ, ବରଂ ଏହା ମସ୍ତିଷ୍କରେ କୌଣସି ଏକ ଅଂଶରେ ସଞ୍ଚିତ ହୋଇ ରହେ। ତାପରେ ସେଠାରେ କ୍ରମେ ବହୁ ପରିମାଣରେ ସଞ୍ଚିତ ହୋଇଗଲା ପରେ ଏହି ଜୀବକୋଷ ଗୁଡିକ ସେମାନଙ୍କର କ୍ରିୟାଶୀଳତା ହରାଇ ବସନ୍ତି। ଏପରିକି କେତେକ ଲୋକ ଏହି କାରଣରୁ ପାଗଳ ହୋଇଯାଆନ୍ତି। ସେତେବେଳେ ଏହି ଅବସ୍ଥାକୁ ପ୍ରଳାପ ଅବସ୍ଥା କୁହାଯାଏ। ଆଲକୋହଲ ବହୁ ପରିମାଣରେ ପିଇବାର ଫଳସ୍ୱରୂପ ତାହା ସମ୍ପୂର୍ଣ୍ଣ ଭାବେ ଶରୀରରେ ଗୃହୀତ ହୋଇ ମିଶି ଯାଇ ନ ପାରି ମସ୍ତିଷ୍କରେ ଏହା ଏହି ପ୍ରକାରେ ଜମା ହୋଇ ରହିଯାଇଥାଏ ଏବଂ ଏହା ଏତେ ଚରମ ଅବସ୍ଥାକୁ ଯାଏ ଯେ, ଉଦାହରଣ ସ୍ୱରୂପ ଶୁଣ, ଫ୍ରାନ୍ସରେ ଗୋଟେ ପ୍ରଦେଶ ଅଛି ଯେଉଁଠି ସୁରା ପ୍ରସ୍ତୁତ ହୁଏ, କିନ୍ତୁ ସେଇ ସୁରାରେ ଥାଏ ଖୁବ କମ ପରିମାଣରେ ଆଲକୋହଲ। ମୋର ଧାରଣା ବୋଧ ହୁଏ 4 ବା 5 ଭାଗ, ଖୁବ କମ ପରିମାଣ ବୋଲି ଧରିପାର, ଖୁବ କମ ପରିମାଣ ବୋଲି ଧର। ଏବଂ ଏହି ଲୋକମାନେ, ଯେହେତୁ ସେମାନେ ସୁରା ନିଜେ ତିଆରି କରନ୍ତି, ସେହେତୁ ପାଣି ପିଇଲା ପରି ନିରୁତା ସୁରା ପିଇଯାଆନ୍ତି ଏବଂ କିଛି କାଳ ପରେ ସେମାନେ ରୋଗଗ୍ରସ୍ତ ହୁଅନ୍ତି। ସେମାନଙ୍କର ମସ୍ତିଷ୍କଗତ ରୋଗ ଦେଖାଦିଏ। ମସ୍ତିଷ୍କ ବିକୃତି ହୋଇଥିବା ଏହିପରି ଲୋକମାନଙ୍କୁ ମୁଁ ଜାଣେ, ସେମାନଙ୍କର ମସ୍ତିଷ୍କ ଆଉ କାର୍ଯ୍ୟ କରୁନଥିଲା। ଆଲକୋହଲ ଯାହା ବି ହଉ, ତାହା ହଉଛି ବିଷ। ଧୂଆଁ ପତ୍ର ବି ବିଷ। ଯେତେବେଳେ ଆମେ ତାକୁ ଗ୍ରହଣ କରୁଛୁ, ଏହି ବିଷ ମଣିଷର ଜୀବକୋଷ ଭିତରକୁ ପ୍ରବେଶ କରେ ଏବଂ ସେଗୁଡ଼ିକର କ୍ଷତି କରେ। ଯୋଉ କେନ୍ଦ୍ରାପଡା ଗଲା ବେଳକୁ ବାଟରେ ସେ ଗୋଟେ ଦୋକାନୀ, ଜଣେ ଦୋକାନୀ ବିକୁଛନ୍ତି, ଚାହା ଦିଅନ୍ତି, ତା ସହିତ ପାଖରେ ଏଇ ଯୋଉ ପ୍ୟାକେଟ ନୁ ସେଟା ସେ ବିକ୍ରି ହଉଥାଏ। ଲୋକ ଯଦି କିଏ ମାଗିଲା, ସେ ମିନାଜୀ ଦିଅ କି ଅମକଟା ଦିଅ, ଆଜ୍ଞା ଆଜ୍ଞା କେତେଟା ବିଷ ଦେବି ଆଜ୍ଞା କୁହନ୍ତୁ? କେତେଟା ବିଷ ନେବେ? ନା 2ଟା। ଆଜ୍ଞା ନିଅନ୍ତୁ, ଆଜ୍ଞା ଆପଣ 2ଟା ବିଷ ନିଅନ୍ତୁ, ନିଅନ୍ତୁ ବିଷ। ମାନେ ସେ କହି କହିକି ଦବ ଯେ ବିଷ ନିଅ। ଆମେ ସବୁ ସେଠି ଯୋଉମାନେ ଗ୍ରହଣ କରୁ,
ଆମେ ବିଷ ବେହିଆ, ଆମେ ସବୁ ଶୁଣୁ। ହୁଁ। ଆମେ ଜାଣୁ ବିଷ କିନ୍ତୁ ଗ୍ରହଣ କରୁ। ସେଥିପାଇଁ ମା ପ୍ରଥମରୁ କହିଲେ ଆମେ ଜାଣି ଶୁଣିକି ସ୍ୱୀକୃତି ଦେଇକି ତାକୁ ଗ୍ରହଣ କରୁ। ତେଣୁ ଏଇ ବିଷ ମଣିଷର ଯୁବକୋଷ ଭିତରକୁ ପ୍ରବେଶ କରେ ଏବଂ ସେଗୁଡିକର କ୍ଷତି କରେ। ଆଉ ମା କହୁଛନ୍ତି ଯେ ଆଲକୋହଲ କେବେ ବି ସମୁଦାୟ ଶରୀରରୁ ବାହାରି ଯାଏ ନାହିଁ ବୋଲି କୁହାଯାଏ। ଏହା ମସ୍ତିଷ୍କରେ ଜମା ହେଇକି ରହିଥାଏ। ଆଉ ଧୀରେ ଧୀରେ ମସ୍ତିଷ୍କରେ ଜମା ହେଇ 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 କଣ କରେ, ମସ୍ତିଷ୍କର କ୍ରିୟାଶୀଳତା ସେ ହରାଇ ବସେ। ଆମେ ଜାଣିଛନ୍ତି ବ୍ରେନ ଏବଂ ସ୍ପାଇନାଲ କର୍ଡ, ମସ୍ତିଷ୍କ ଏବଂ ଆମର ସ୍ନାୟୁ ବିଭାଗର ଯୋଉ ସୁଷମନା କାଣ୍ଡଟି, ଇଏ ଦୁଇଟି ଆମର ସମଗ୍ର ଶରୀରର ସ୍ନାୟବିକ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ। ସେଇଥିପାଇଁ ସେମାନଙ୍କୁ କୁହାଯାଏ ସେଣ୍ଟ୍ରାଲ ନର୍ଭସ ସିଷ୍ଟମ, କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ବ୍ୟବସ୍ଥା। ତେଣୁ କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ବ୍ୟବସ୍ଥା ଯେତେବେଳେ ମୂଳରୁ ହିଁ ଖରାପ ହେଇଯାଏ, ତେଣୁ ସମଗ୍ର ଶରୀର ତା ଦ୍ଵାରା କ୍ଷତିଗ୍ରସ୍ତ ହୁଏ। ତେଣୁ ମା କହୁଛନ୍ତି ସେଇଥିପାଇଁ ଲୋକ ପାଗଳ ହେଇଯାଆନ୍ତି। ଆଉ ସେତେବେଳେ ସେ ଅବସ୍ଥାକୁ ପ୍ରଳାପ ଅବସ୍ଥା କୁହାଯାଏ। ଆମେ ଦେଖୁଛନ୍ତି ବର୍ତ୍ତମାନ ଶରୀର, ଆମେ ସମାଜରେ ଦେଖୁଛନ୍ତି କେତେକ ଲୋକ ସକାଳୁ ଉଠୁ ଉଠୁ ପିଇବେ। ତାଙ୍କୁ ସେଥିପାଇଁ କୁହାଯାଏ ଏଇଟା ଉଠିଲେ ମୁହଁ ଧୋଇବେ ବା ମଦରେ। ତାଙ୍କ ଘର ଅବସ୍ଥା ଯାହା ହୁଏ, ପିଇ ଦେଇକି ଆସିଥିବେ, କୋଉଠି ପଡିଥିବେ ଜଣା ନାହିଁ। ଏବଂ ଯଦି ଘରକୁ ଆସିଲେ ସେମିତି ଟଳିଟଳିକି, ଯଦି କୌଣସି କାରଣରୁ କିଛି ଘଟଣା ଘଟିଲା, ମାଡ ଗୋଳ ଇତ୍ୟାଦି ଇତ୍ୟାଦି ଯାହା ଅବସ୍ଥା ହୁଏ ତାହା କହିଲେ ନ ସରେ। ଆଗରୁ ଯେତେବେଳେ ଏଇଠି ଆମର ପାଖରେ ସେପଟ ସାଇଡ ରେ ବସ୍ତି ଥିଲା, ସେତେବେଳେ ସେମାନେ ସବୁ ଦିନ ଯାକ କାମ କରିକି ଆସନ୍ତି, ଦିନରେ ଯାହା ପିଅନ୍ତି ପିଅନ୍ତି, ରାତିକୁ ଆସିଲା ବେଳେ ପୁରା ପିଇକି ଟୁଲ ହେଇକି ଆସିବେ, ଝଗଡା ଝାଟି ହବ, ମାଡ ଗୋଳ ସବୁ ଦିନ ସେଠୁ ଶବ୍ଦ ଆସୁଥାଏ। ତେଣୁ ଜୀବନ ଟା ଦୁର୍ବିଷହ ହେଇଯାଏ। କୋଉଠି ପଡିଥିବେ, ଯେ ପଡିଥିବେ ଖୋଜି ଖୋଜି ଯାଇ ତାଙ୍କୁ ଧରିକି ନେଇକି ଆସିବ। ଏବଂ ପ୍ରଳାପ ଭଳିଆ ସବୁ ସେମାନେ ସେତେବେଳେ ପ୍ରଳାପ କରୁଥିବେ। ଏବଂ ମା ସେଥିପାଇଁ କହୁଛନ୍ତି ଏଗୁଡାକ ଆଲକୋହଲ ପିଇ 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 ଏ ଶରୀରକୁ ସେ ସବୁ ଯାକ ଶରୀରରେ ତ ଗୁରୁତ୍ୱ ହେଇପାରେନି, ମିଶି ଯାଇପାରେନି। ତେଣୁ ସେ କଣ ହୁଏ, ମସ୍ତିଷ୍କରେ ଜମା ହୁଏ। ତାର ପରିଣାମ ସ୍ୱରୂପ ଯାହା ହୁଏ ତମେ ଦେଖିବ। ମା ଗୋଟେ ଉଦାହରଣ ଦଉଛନ୍ତି, ଫ୍ରାନ୍ସ ରେ ଗୋଟେ ପ୍ରଦେଶ ଜାଗା ଅଛି ଯୋଉଠି ସୁରା ତିଆରି ହୁଏ। ଏବଂ ସେ ସୁରାଟିରେ ଆଲକୋହଲ ର ପରିମାଣ ବହୁତ କମ, ବହୁତ କମ। ମାନେ 4-5 ଭାଗ ମାତ୍ର ଶତକଡ଼ା। କିନ୍ତୁ ସେମାନେ, ଆମେ ଯେମିତି ପାଣି ପିଉଛୁ ସେମିତି ସେ ସେଇଗୁଡାକ ପିଅନ୍ତି। ଏତେ କମ ପରିମାଣର ଭାଗ ଥାଇକି ମଧ୍ୟ ଯେହେତୁ ସେମାନେ ନିରନ୍ତର ପିଅନ୍ତି, ସବୁବେଳେ ପିଅନ୍ତି, ତେଣୁ ଧୀରେ 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 ସେମାନଙ୍କର ମସ୍ତିଷ୍କ ଗତ ରୋଗ ଦେଖାଦିଏ। ଏବଂ ମସ୍ତିଷ୍କ ବିକୃତି ତାଙ୍କ ପାଖରେ ଆସେ ଏବଂ ତାଙ୍କ ବେଳେ ବେଳେ ଶେଷକୁ ମସ୍ତିଷ୍କ କାମ କରେନି। ଅତି କମ ହେଲେ ମଧ୍ୟ, ସେଇଥିପାଇଁ କୁହାଯାଏ ଏଇଟା ଯଦି କମ ଭାଗ ହେଲା ମାନେ ସ୍ଲୋ ପଏଜନ ଆଉ କଣ। ସ୍ଲୋ ପଏଜନ ଦେଇଦେଲେ ଧୀରେ 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 ଆମର ବ୍ୟବସ୍ଥା ଆଉ କାମ କରେନି, ଆମେ ଶରୀର ତ୍ୟାଗ ମାନେ ଅବସ୍ଥା ଢିଲା ହେଇଯାଏ। ସେତେବେଳେ ପାଗଳ ଭଳିଆ ବୁଲାରେ ଯୋଉ ବୁଲନ୍ତିନି ସବୁ ସେଇଭଳିଆ ହେଇଯାଉ। ନିଜ ଉପରେ କିଛି ମନ ନଥିବ, କିଛି ନଥିବ, ନିୟନ୍ତ୍ରଣ ନଥିବ, କିଛି ନାହିଁ। ଆଉ ବିନା ମଦରେ, ବିନା ଡ୍ରଗ୍ସ ରେ ଓ ପୁରା ପ୍ରଳାପ କରିବେ ମାନେ ଭଙ୍ଗା ରୁଜା କରି ଅବସ୍ଥା ଥିଲା। ତାଙ୍କ ମା ଅଛି, ଦେହ ହାତ ପୁରା ଥରେ ଜୋର। ପୃଷ୍ଠା 283 ପଡିଥିବା, ତମାଖୁ ଧୂମପାନ ଓ କଡା ଜର୍ଦା। ଏବେ ପାନ ଖାଉନାହାନ୍ତି, କଡା ଜର୍ଦା ସେଇ କଥା। ଆଉ ମଧ୍ୟ ଧୂଆଁ ପତ୍ରରେ ବି ଥିବା ନିକୋଟିନ ଅତି ଭୟଙ୍କର ବିଷ। ଏଠି ନିକାଟିନ୍ ହେଇଯାଇଛି। ଆଉ ମଧ୍ୟ ଧୂଆଁ ପତ୍ରରେ ଥିବା ନିକୋଟିନ ଅତି ଭୟଙ୍କର ବିଷ। ଏଇ ବିଷ ଜୀବକୋଷ ଗୁଡିକୁ ନଷ୍ଟ କରେ। ମୁଁ ଆଗରୁ ତୁମକୁ ସେ ସମ୍ବନ୍ଧରେ କହିଛି, ଏହା ଏକ ମନ୍ଥର ବିଷ। କାରଣ ହଠାତ୍ ଏହା ଜଣା ପଡେ ନାହିଁ। ଅବଶ୍ୟ ପ୍ରଥମରୁ ମଧ୍ୟ ଏହା ଜଣାପଡେ ଯେତେବେଳେ ଜଣେ ପ୍ରଥମ କରି ସିଗାରେଟଟିଏ ପିଏ। ଅବଶ୍ୟ ପ୍ରଥମରୁ ମଧ୍ୟ ଏହା ଜଣାପଡେ ଯେତେବେଳେ ଜଣେ ପ୍ରଥମ କରି ସିଗାରେଟଟିଏ ପିଏ। ସେତେବେଳେ ସେ ହଠାତ୍ ଅସୁସ୍ଥ ହୋଇପଡେ। ପ୍ରଥମତର ଶରୀର ତୀବ୍ର ଭାବେ ପ୍ରତିକ୍ରିୟା ଦେଖାଏ, ବାନ୍ତି ହୁଏ। ଶରୀର ତ ଦ୍ୱାରା ଜଣାଇ ଦିଏ, ମୁଁ ଆଦୌ ଏ ଜିନିଷ ଚାହେଁ ନାହିଁ। ତୁମେ କିନ୍ତୁ ତୁମର ମନ ପ୍ରାଣର ନିର୍ବୋଧ ପଣିଆରେ ତାକୁ ବାଧ୍ୟ କର।
ତୁମେ ତାହା ମାନି ନେବା ପାଇଁ ବଳ ପ୍ରୟୋଗ କର। ଶରୀର ତାର ପ୍ରତିକ୍ରିୟା ଆଉ ଦେଖାଏ ନାହିଁ ଏବଂ ଶରୀର ନଷ୍ଟ ହେବା ପର୍ଯ୍ୟନ୍ତ ନିଜକୁ କ୍ରମେ କ୍ରମେ ବିଷାକ୍ତ ହେବାକୁ ଛାଡ଼ିଦିଏ। କିନ୍ତୁ ଇତିମଧ୍ୟରେ ଶରୀରର କ୍ରିୟାରେ ଅବକ୍ଷୟ ଘଟି ଚାଲିଥାଏ। ଆଗ ସ୍ନାୟୁ ଗୁଡ଼ିକ ବିକଳ ହୋଇଯାଆନ୍ତି। ସେମାନେ ସେମାନଙ୍କର ଇଚ୍ଛା ଶକ୍ତି ହରାଇ ବସନ୍ତି, କାରଣ ସେମାନେ ବିଷାକ୍ତ ହୋଇଥାନ୍ତି ଓ ଆକ୍ରାନ୍ତ ହୋଇ ପଡ଼ିଥାନ୍ତି। ସେମାନଙ୍କର ଆଉ ଇଚ୍ଛା ଶକ୍ତି ପ୍ରୟୋଗ କରିବାର କ୍ଷମତା ନଥାଏ। ତାପରେ ତମାଖୁ ସେବନକାରୀ ମାନେ ଥରିବାକୁ ଆରମ୍ଭ କରନ୍ତି। ସେମାନଙ୍କର ସ୍ନାୟୁମଣ୍ଡଳୀ ବିଚଳିତ ହୁଅନ୍ତି। ଏମାନଙ୍କର ସଂଖ୍ୟା ବେଶ ଅଧିକ। ଏମାନଙ୍କୁ ଠାବ କରିବାକୁ ତମକୁ ଦୂରକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଏପରି ହେବାର କାରଣ ହେଲା ସେମାନେ ଖୁବ୍ ଅଧିକ ପରିମାଣରେ ତମାଖୁ ସେବନ କରିଛନ୍ତି। ସେମାନେ ପୁଣି ମଦ ପିଅନ୍ତି ଓ ତା ସହିତ ସିଗାରେଟ ପିଅନ୍ତି। ସେମାନେ ଯେତେବେଳେ କୌଣସି ଜିନିଷ ହାତରେ ଉଠାଇବାକୁ ବସନ୍ତି, ସେମାନଙ୍କର ହାତ ଥରିବାକୁ ଆରମ୍ଭ କରେ। ମା ନିଜ ହାତକୁ ଥରେଇଲା ପରେ ଦେଖେଇକି କହୁଥାନ୍ତି। ଏସବୁ ବ୍ୟବହାର କଲେ ଏହିପରି ଫଳ ମିଳିଥାଏ। ତେଣୁ ଏଠି ଧୂଆଁପତ୍ର, ତମାଖୁ ଯୋଉ ଆମେ କହୁଛନ୍ତି, ତା ଭିତରେ ମା ଦିଟା ଯାକ ଆଡ କରୁଛନ୍ତି, ଗୋଟେ ଧୂମପାନ ଆଉ ଗୋଟେ କଡା ଜର୍ଦା। କଡା ଜର୍ଦା ବି ଯୋଉମାନେ ପାନରେ ଖାଆନ୍ତି ଏକା। ସେଥିରେ ନିକୋଟିନ ଥାଏ, ଯୋଉଟା କି ଭୟଙ୍କର ବିଷ। ଏଇ ବିଷ ଆମର ଜୀବକୋଷ ଗୁଡିକୁ ନଷ୍ଟ କରେ। ଏବଂ ବେଳେ ବେଳେ ଏଇଟା ମଧ୍ୟ ଦେଖାଯାଇଛି, ଯିଏ ତମାଖୁ ସେବନ କରୁଛି ବା ଧୂଆଁ ପତ୍ର ସେବନ କରୁଛି, ସିଗାରେଟ ଟାଣୁଛି, ସିଏ ତ ନଉଛି ନିକୋଟିନ। ଯେତେବେଳେ ଛାଡି ଦଉଛି, ବାହାରେ ଯିଏ ପାଖରେ ଯିଏ ଠିଆ ହେଇଛି, ସିଏ ମଧ୍ୟ ସେଇ ଧୂଆଁ ତା ନାକରେ ଯାଉଛି, ତେଣୁ ସିଏ ମଧ୍ୟ ନିକୋଟିନ ନିଏ। ତେଣୁ ସତର୍କ ରହିବେ। ପାଖରେ କିଏ ଧୂଆଁ ପତ୍ର ବା କିଏ ସିଗାରେଟ ଟାଣୁଥିଲେ ତାଠାରୁ ଦୂରରେ ରହିବେ। ଯେପରି ସେ ସିଗାରେଟର ଧୂଆଁ ବା ନିକୋଟିନ ଗୁଡିକ ଆପଣଙ୍କ ଶରୀର ଭିତରେ ନାକ ବାଟ ଦେଇ ପ୍ରବେଶ ନ କରେ। ମା କହୁଛନ୍ତି ଏହା ଏକ ମନ୍ଥର ବିଷ। ମୁଁ ଏଇଟା ଆଗରୁ କହିଛି, ଆଉ ଏଇଟା ହଠାତ୍ ଜଣା ପଡେ ନାହିଁ। କିନ୍ତୁ ପ୍ରଥମେ ଯେତେବେଳେ ଆରମ୍ଭ କରିବ ସେତେବେଳେ ଜଣା ପଡେ। ଜଣେ ଯେତେବେଳେ ପ୍ରଥମେ ସିଗାରେଟ ଟେ ପିଇବ, ସେତେବେଳେ ସିଏ ତା ଶରୀର ତୀବ୍ର ପ୍ରତିକ୍ରିୟା ଦେଖାଏ, ଜଣେଇ ଦିଏ ଯେ ନା ଏଇଟା ମୋ ପାଇଁ ଆବଶ୍ୟକ ନୁହେଁ। ହଠାତ୍ ଅସୁସ୍ଥ ହେଇ ପଡିବ, ବାନ୍ତି ହବ। ମା ସ୍ପଷ୍ଟ କରୁଛନ୍ତି ଏହା ଶରୀରର ପ୍ରତିକ୍ରିୟା। ସେ ଜଣାଇ ଦିଏ ଯେ ମୁଁ ଆଦୌ ଏ ଜିନିଷ ଚାହେଁ ନାହିଁ। ଯେତେବେଳେ ମଦ ପ୍ରଥମେ ପିଇବେ, ଯେତେବେଳେ ସିଗାରେଟ ଟେ ପ୍ରଥମେ ଟାଣିଲେ କି ବିଡି ଟିଏ ଟାଣିଲେ, ସେ ସବୁ କହିବେ ବ୍ୟସ୍ତ ନା, ଧୀରେ ଧୀରେ ଅଭ୍ୟାସ ହଉ। ତୁ ଖାଲି ଥରେ ଆଜି ଟାଣେ, କାଲିକି ଆଉ ଥରେ ଟାଣେ, ଦିଥର କାଲି ଟାଣେ। ଧୀରେ ଧୀରେ ଅଭ୍ୟାସ ଆପଣ କରାନ୍ତି। କାହିଁକି? ମୁଁ ତ କହେ ସେମାନେ ସ୍ଵାର୍ଥ ମାନେ ଭାରି ଭଲ। ତାଙ୍କର ନିଜ ସ୍ୱାର୍ଥ ଦେଖନ୍ତିନି, ସମସ୍ତଙ୍କ ସ୍ୱାର୍ଥ ଦେଖନ୍ତି। ସେ କହନ୍ତି ମୁଁ ତ ଖରାପ ହେଇଛି, ଆଉ ସିଏ କାହିଁ ଭଲ ହେଇକି ରହିବ। ଆସୁ ସାଙ୍ଗ ହିଁ ଖରାପ ହବ ନା ଆଉ। ହଁ, ସମସ୍ତଙ୍କ ସ୍ୱାର୍ଥ ଦେଖନ୍ତି। ମୁଁ ତ ମରିବି, ନଷ୍ଟ ହେବି। ମୁଁ ଜୀବନରେ ତିଳ ହେଇକି ମରିବି, ସିଏ କାହିଁ ବଞ୍ଚିକି ରହିବ ଖୁସିରେ। ତୁ ବି ଆ, ସାଙ୍ଗ ହେଇକି ତିଳ ହେଇ ମରିଆ। ମରି କିଏ ବଞ୍ଚିବା। ତେଣୁ ସାଙ୍ଗ ଖୋଜନ୍ତି, ନହେଲେ ଅବାଗିଆ ଲାଗିବ ନା। ହଁ, ଦେଖିବେ ଯୋଉମାନେ ପାନ ଖାଆନ୍ତି, ସେମାନେ ନିଶ୍ଚୟ ଗୋଟେ ପାନୁଆକୁ ଦେଖିଲେ ପାନ ଯାଚିବେ। ହଁ, ମଦ ପିଅନ୍ତି, ମଦ ଯାଚିବେ। ଟିକେ ଢୋକେ ମାରିଦେ ଆସିବା, ଚିୟର୍ସ କରି ପିଇବା। ସିଗାରେଟ ଟାଣିବା, ଏସବୁ ଜିନିଷ ଭାରି ସାଙ୍ଗ ସରିଷା ଦରକାର। ହଁ, ଏଇଟା ତାଙ୍କର ଭାରି ପଜିଟିଭ କଲି। ତୁମେ କିନ୍ତୁ ତୁମର ମନ ପ୍ରାଣର ନିର୍ବୋଧ ପଣିଆରେ ତାକୁ ବାଧ୍ୟ କର। ଶରୀର ପ୍ରତିକ୍ରିୟା ଦେଖାଏ, କିନ୍ତୁ ଆମେ ତାକୁ ନ ଶୁଣି ତାକୁ ବାଧ୍ୟ କରୁ। ତୁମେ ତାହା ମାନି ନେବା ପାଇଁ ବଳ ପ୍ରୟୋଗ କର। ବଳ ମାନେ ହାତରେ ପ୍ରେସର ଦେବା ଦରକାର ନାହିଁ ବା। ନିଜେ ଯୁକ୍ତି ଦେଖେଇ ଭିନ୍ନ ଭିନ୍ନ ବାଟରେ ସେ କହିବେ କଣ ବା ମର୍ଦ ଟୋକା ଟା ଏମିତି କଣ ହଉଛୁ ବା? ସିଗାରେଟ ଟିକେ ଟାଣି ପାରୁନୁ, ତୁ ଖଁ ଖଁ ହଉଛୁ। ହଟ୍, କି ଟୋକାଟା ହେଇଥିବ, ପୁରୁଷ ପିଲାଟି ତୁ, ତୋର ଗୋଟେ ସାହସ ନାହିଁ। ଏଟା ଦମ ଲଗେଇ ଟାଣି ଦବୁ, କିରେ କିଛି ହଉନି। କହି ସେ ଦି ଚାରି ଥର ଟାଣି ଦବ, ପାଟି ଭିତରେ ପୁରେଇକି ରଖିଦବ, ଶୋଷ ଭିତରକୁ ନେଇଯିବ, ସବୁ ଦେଖେଇଦବ। କାରନାମା ଦେଖେଇବେ ଯେ ନାକ ପାଟେ ବାହାର କରୁଛି, ଦେଖ ନାକ ପାଟେ ବାହାରିଲା, ଏଇ ପାଟି ପାଟେ ବାହାରିଲା। ତୁ ଗୋଟେ କି ପିଲାଟା, ଯେମିତି ଲଲକାରନ୍ତିନି ଭାରି। ହଁ, ବହୁତ ପ୍ରକାର ପେଞ୍ଚ କରି କହିବେ, ଆଉ ତମେ ତାକୁ ବୁଝିଯାଅ। ଆଉ
ଗୋଟେ ପୁରୁଷ ପିଲାଟା ତ ଗୋଟେ ଝିଅ ପିଲା ଭଳିଆ କଣ ହଉଛି, ଯୋଉଟା ଟିକେ ସିଗାରେଟ ଟାଣି ପାରୁନି। ଏବେ ତ ଝିଅ ମାନେ ଓଲଟାଟା କହୁଛନ୍ତି, କି ପୁଅ ପିଲା ହେଇଯିବ ସିଗାରେଟ ଟାଣି ଶିଖିନ। ହଁ। ଶରୀର ତାପରେ ଯେତେବେଳେ ପ୍ରଥମେ ପ୍ରଥମେ ଶରୀର ରିଆକ୍ସନ କରେ, ତାପରେ ଯେତେବେଳେ ଆପଣ ତାକୁ ଜବରଦସ୍ତ କରି 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 ଆରମ୍ଭ କରାନ୍ତି, ତାପରେ ସିଏ ଆଉ ପ୍ରତିକ୍ରିୟା ଦେଖେ ନାହିଁ। ଆମ ଜୀବନ କ୍ଷେତ୍ରରେ ଅନ୍ୟ କ୍ଷେତ୍ରରେ ମଧ୍ୟ ସେୟା। ଯେତେବେଳେ ପ୍ରଥମେ ଆପଣ ମିଛ କହୁଥିବେ, ଅବଶ୍ୟ ମିଛ କହିବାଟା କେତେବେଳେ ଜନ୍ମରୁ ଆରମ୍ଭ ହେଇଯାଏ, ଜନ୍ମ ପରେ ଜଣା ପଡେନି, କାହିଁକିନା ବାହାରୁ ଆମକୁ ଶିଖି ଶିଖି ଚାଲେ। କିନ୍ତୁ ଯଦି ଆପଣ ମିଛ କେବେ କହିନଥିବେ, ପ୍ରଥମେ ଯେବେ ମିଛ କହିବେ ଭାରି ପ୍ରତିକ୍ରିୟା ଲାଗିବ। ତାପରେ ଧୀରେ ଧୀରେ ଦେହ ସୁହା ହେଇଯିବ, ମିଛ କହିବାଟା ଅଭ୍ୟାସ ହେଇଯିବ। ତାପରେ ଏମିତି ଏକ ସମୟ ଆସିବ, ଆପଣ ମିଛ ନ କହି ବଞ୍ଚି ପାରିବେନି। ଆପଣ କଥା କଥାରେ ଆପଣ ମୁହଁରେ ବି ମିଛ ବାହାରିବ। ମାନେ ଯାହା କଥା କହିବେ ତା ମିଛ ହିଁ କହିବେ। ସେ ପ୍ରକାର ବ୍ୟକ୍ତିଙ୍କ ପାଖକୁ ଦୂରେଇ ରहे। ଶରୀର ତାର ପ୍ରତିକ୍ରିୟା ଦେଖାଏ ନାହିଁ। ଶରୀର ନଷ୍ଟ ହେବା ପର୍ଯ୍ୟନ୍ତ ନିଜକୁ କ୍ରମେ କ୍ରମେ ବିଷାକ୍ତ ହେବାକୁ ଛାଡ଼ିଦିଏ। କିନ୍ତୁ ଇତିମଧ୍ୟରେ ଶରୀରର କ୍ରିୟାରେ ଅବକ୍ଷୟ ଘଟି ଚାଲିଥାଏ। ଆଗ ସ୍ନାୟୁ ଗୁଡିକ ଦୁର୍ବଳ ହେଇଯାଆନ୍ତି, ବିକଳ ହେଇଯାଆନ୍ତି। ସେମାନେ ସେମାନଙ୍କର ଇଚ୍ଛା ଶକ୍ତି ହରାଇ ବସନ୍ତି, କାରଣ ସେମାନେ ବିଷାକ୍ତ ହୋଇଥାନ୍ତି ଓ ଆକ୍ରାନ୍ତ ହୋଇପଡିଥାନ୍ତି। ଆଉ ତାଙ୍କର ଇଚ୍ଛା ଶକ୍ତି କିଛି ନଥାଏ, ସବୁ କିଛି ତ୍ୟାଗ ହେଇଯାଏ। ଧୀରେ ଧୀରେ ସବୁ ପଳେଇବ, କୁଆଡେ ଯିବ ଆଉ। କାହିଁକି? ତାଙ୍କର କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ହିଁ କାମ କରେନି। ଏବଂ ସେମାନେ ନିଜ ସପକ୍ଷରେ ଯେତେବେଳେ ଯୁକ୍ତି ଦେବା ଆରମ୍ଭ କରନ୍ତି, ସେତେବେଳେ ତ କଥା ସରିଲା ଆଉ। ତାମାନେ ସେ ପୂର୍ଣ୍ଣ ସ୍ୱୀକୃତି ଦେଇଦେଲେ ସେ କାର୍ଯ୍ୟଟି କରିବା ପାଇଁ। ଯେତେବେଳେ ଆପଣ ସ୍ୱୀକୃତି ଦେଇଛନ୍ତି, ଆଉ କିଏ ସେ ଅଛି ତାକୁ ବାହାର କରିଦେଇ ପାରିବ? ଆପଣ ପୋଷା କୁକୁରଟିକୁ ଖୁଆଇ ପିଆଇକିରି ପୋଷା କରି ରଖିଲେ, ତେବେ ସେ କୁକୁର କାହିଁକି ଆପଣ ଛାଡିକି ଯିବ? ସେ ତ ଆପଣଙ୍କ ପାଖରେ ରହିବ ନା, ଆପଣ ତାକୁ ପୋଷା କରି ରଖିଛନ୍ତି, ଖୁଆଇ ପିଆଇ ରଖିଛନ୍ତି। ସେମାନେ ସେମାନଙ୍କର ଇଚ୍ଛା ଶକ୍ତି ହରାଇ ବସନ୍ତି, କାରଣ ସେମାନେ ବିଷାକ୍ତ ହୋଇଥାନ୍ତି ଓ ଆକ୍ରାନ୍ତ ହୋଇ ପଡିଥାନ୍ତି। ତେଣୁ ଆମକୁ ଅ ଆମର ସେଇ ସମୟରେ ଇଚ୍ଛା ଶକ୍ତି ପ୍ରୟୋଗ କରି ଆମର କ୍ଷମତା ରହେ ନାହିଁ। ଆଉ ତମାଖୁ ସେବନ କରି ମାନେ ଥରିବାକୁ ସେମାନଙ୍କ ସ୍ନାୟୁମଣ୍ଡଳୀ ବିଚଳିତ ହୁଅନ୍ତି। ଏମାନଙ୍କ ସଂଖ୍ୟା ବେଶ ଅଧିକ, ଏବେ ତ ସବୁଆଡେ। ବହୁତ। ଏବଂ ଲୋକାଭିମୁଖୀ ସରକାର ହଉଛି ସିଏ, ଯିଏ ସେ ଲୋକମାନଙ୍କୁ ଏଇଗୁଡା ସବୁ ଯୋଗେଇଲା। ହଁ। ଆମର ତ ଗୋଟେ ମଦ ଫ୍ରି ଦେଲେ ଯିଏ, ତାକୁ ଲୋକ ଭୋଟ ଦେଲେ। କହିଲେ ଆଉ ଆମକୁ ସେ ମଦ ଫ୍ରି ଦଉଛି। ଆଉ ଜଣେ ପବ୍ଲିକଲି, ଆଉ ଗୋଟେ ରାଜ୍ୟରେ ପବ୍ଲିକଲି ମଦ ବାଣ୍ଟିଲେ, ମଦ କୁକୁଡା। ଗୋଟେ ମଦ ବୋତଲ ଆଉ ଗୋଟେ କୁକୁଡା ଦେଇଦେଲେ, ନେଇଯାଅ। କୁକୁଡା ରୋଷେଇ କରିବ, ମଦ ପିଇବ। ଏବଂ ତାକୁ ସମସ୍ତେ ଭୋଟ ଦେଲେ। ହଁ, ଏ ସଂଖ୍ୟା ବହୁତ। କାହିଁକି ନା ନିମ୍ନ ପ୍ରବୃତ୍ତିରେ ବଞ୍ଚିବାଟା ଭାରି ସହଜ। ତେଣୁ ଲୋକ ତାରୁ ସବୁ ସେଥିରେ ନିଜେ ସ୍ୱୀକାର ଦେଇକି ଯା, ନହେଲେ ହବନି। କିନ୍ତୁ ତାଙ୍କ ଶରୀରର ଦୁର୍ବଳତା ଧୀରେ ଧୀରେ ହେଇଯାଏ ଏବଂ ସେମାନେ ବହୁତ କଷ୍ଟ ପାଆନ୍ତି। ପ୍ରଥମେ ପ୍ରଥମେ ଯୋଉମାନେ ମଦ ପିଇବେ, ସେମାନେ ମୋଟା ହେଇଯିବେ, ମୁହଁ ଫୁଲିଯିବ, ମୋଟା ଦେଖାଯିବେ, ପେଟ ବାହାରି ପଡିବ, ଶରୀର ସବୁ ଗୁଦୁଲା ଗୁଦୁଲା ଦେଖାଯିବ। କହିବା ଏଇ ଦେଖ ମଦ ପିଇଥିଲୁ, ଦେଖ ତୋ ଶରୀର କେତେ ଚାଙ୍ଗା ହେଇଗଲା, ଦେଖିଲୁ ମଦ ପିଇବା ଟା ଭଲ। ତାପରେ ଧୀରେ ଧୀରେ ଖୋଳ ହବ, ଶରୀରଟି ପୁରା ଖୋଳ ହେଇଯିବ। କିଡନୀ ବାହାରି ପଳେଇଲାଣି, ସେ ତା ଭିତରେ ଜଳି ପୋଡି ପାଉଁଶ ହେଇଗଲାଣି। ଲଙ୍ଗସ ଫୁଲି ଫୁଲିକିରି ଫୁଲି ଗଲାଣି, ପାଣି ଜମିଗଲାଣି। କେତେ କେତେ ସବୁ ଜିନିଷ ହବ, ଧୀରେ ଧୀରେ ଗୋଟେ ଗୋଟେ ଅର୍ଗାନ ନଷ୍ଟ ହେଇ ଯିବ। ମା କୁ ବଢିଆ ଯାବ, ପୁଣି ଏମାନେ ଠାଗ କରି ତମ ଦୂରକୁ ଯିବାକୁ ପଡିବ। ଏ ସବୁ ତମ ଚାରିପଟେ ବୁଲୁଥିବେ। ଇଏ ତ ମଦ କଥା ଗଲା, ଇଏ ତ ତମାଖୁ କଥା ଗଲା, ଧୂମପାନ କଡା ଜର୍ଦା କଥା ଗଲା। ଏଠି ସେମାନଙ୍କର ସେଇ ବସ୍ତୁ ପ୍ରତି ଗୋଟେ ଆସକ୍ତି ସୃଷ୍ଟି ହେଇଯାଏ। ଆମେ ପ୍ରଥମ ଦିନ କଥା ହଉଥିଲେ, ଗୋଟେ ମିଥ୍ୟା ନୋସନ ଆରମ୍ଭ ହୁଏ, ଯେ ଏଗୁଡିକ ଆମର ଷ୍ଟ୍ରେସ ଦୂର କରିଦିଏ। ସେଇଭଳି ଆମ ଜୀବନରେ ଅନେକ କ୍ଷେତ୍ରରେ ଆମେ ଯୋଉ କାର୍ଯ୍ୟ କରୁ, ଆମକୁ ଅନେକ ବ୍ୟକ୍ତି ଥାନ୍ତି, ଶକ୍ତିର ସେମାନେ ଦ୍ଵାରା ମାନେ ପରିଚାଳିତ ହେଇକି ଆମକୁ ପ୍ରଥମ ପ୍ରଥମେ ଭାରି ଭଲ କଥା କହନ୍ତି ଏବଂ ତମ ସପକ୍ଷରେ ସବୁ କହିବେ, କିନ୍ତୁ ତମରି ଚେର କାଟିବେ। ଇଏ ହଉଛି ସେଇଭଳିଆ। ଆପଣ ଜାଣିପାରିବେନି, ତାପରେ ଧୀରେ ଧୀରେ ଆପଣଙ୍କ ଶରୀରଟି ପୂର୍ଣ୍ଣ ଭାବେ କ୍ଷୟ ହେଇଯାଇଥାଏ।
ଗୋଟିଏ ପ୍ରକାରର ଯଦି ଆପଣ ଆସକ୍ତିରେ ବାନ୍ଧି ହେଲେ ଧୀରେ ଧୀରେ ଆଉ ସବୁ ଆସକ୍ତି ଆପଣ ଧୀରେ ଧୀରେ ଯୋଡି ହେଇଯିବ। ଆପଣ ତମାଖୁ ସେବନ କରୁଥିଲେ, ତାପରେ ମଦ ପିଇବେ, ସିଗାରେଟ ପିଇଲେ, ଏଇଭଳି ଧୀରେ 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 ଗୋଟେ ପରେ ଗୋଟେ ପିଇବେ ଏବଂ ତାପରେ ଆପଣ ଏମିତି ଏକ ଅବସ୍ଥା ଆସିବ କୌଣସି ଜିନିଷ ନିଜ ହାତରେ ଉଠେଇବାକୁ ବି ଆପଣଙ୍କୁ ବଳ ପାଇବନି, ହାତ ଥରିବ। ଆଉ ଏଇ ସବୁ ବ୍ୟବହାର କଲେ ଏଭଳିଆ ଫଳ ମିଳିଥାଏ। ସେଇଥିପାଇଁ ମା ସ୍ପଷ୍ଟ ଭାବେ ଆଶ୍ରମ ଭିତରେ ଗୁଡାକ ମନା କରିଛନ୍ତି। ତାମାନେ ଯଦି ଆମେ ରୂପାନ୍ତର ପାଇଁ ଅଭିପ୍ସା କରୁଛୁ, ତେବେ ଏସବୁଥିରେ ଆମେ ଦୂରେଇ ରହିବା। ମା, ଥ୍ୟାଙ୍କ ୟୁ ଅଲ୍।